ନମସ୍କାର, ଶୁଭ ସକାଳ। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି, ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି। ମୁଁ ୱେଲକମ୍ କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏଇ ଜିଏସ୍ ମନ୍ତ୍ରା ଚ୍ୟାନେଲକୁ। ଆମେ ଆଜି ଗୋଟେ ସୁନ୍ଦର ରିମେଡି ବିଷୟରେ ଜାଣିବା, ଗୋଟେ ସୁନ୍ଦର ରିଚୁଆଲ୍ସ ବିଷୟରେ ଜାଣିବା, ଯୋଉ ରିଚୁଆଲ୍ସ ହଉଛି ଆମର ମନି ସେଭିଂ ରିଚୁଆଲ୍ସ। କଣ ହୁଏ ନା ଆମ ଜୀବନରେ ଆମେ ବହୁତ ସାରା ପଇସା ରୋଜଗାର କରିଥାନ୍ତି ଏବଂ ଆମର ସ୍ୱଭାବ ବଶତଃ ଆମେ ଧୀରେ 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 ଅନେକ ପଇସା ସଞ୍ଚୟ କରିଥାନ୍ତି। କିନ୍ତୁ କଣ ହୁଏ ନା ବେଳେ ବେଳେ ଏଭଳି କିଛି ପରିସ୍ଥିତି ପ୍ରତ୍ୟେକଙ୍କ ଲାଇଫରେ ଆସିଯାଏ, ଯାହା ଫଳରେ ସାରା ଜୀବନ ଦୀର୍ଘ ଦିନ ଧରି ଧୀରେ ଧୀରେ ସଞ୍ଚୟ କରିଥିବା ତାର ଏଇ ଅର୍ଥ କୌଣସି ନା କୌଣସି ବାଟରେ ଖର୍ଚ୍ଚ ହେଇଯାଏ, ଯାହା ଫଳରେ ବ୍ୟକ୍ତି ପୁଣି ତାର ପୂର୍ବ ସ୍ଥିତିକି ଫେରିଆସେ। ଅନେକ ଜାଗାରେ ମାନସିକ ଭାରସାମ୍ୟ ମଧ୍ୟ ହରେଇ ଦିଏ। ମୁଁ ଆଜି ଆପଣଙ୍କୁ ଏଭଳି ଏକ ସୁନ୍ଦର ରିମେଡି କହିବା ପାଇଁ ଯାଉଛି, ଏକ ସୁନ୍ଦର ରିଚୁଆଲ୍ସ କହିବା ପାଇଁ ଯାଉଛି, ଯେଉଁ ରିଚୁଆଲ୍ସ ଆମକୁ ମନି ସେଭ୍ ପାଇଁ ଏକ ପ୍ରଭାବୀ ଢଙ୍ଗରେ ଆମକୁ ସପୋର୍ଟ ଦବ। ତ ଆମକୁ କଣ ଦରକାର ନା ଆମକୁ ଦୁଇଟି ଜିନିଷ ଦରକାର ଏଇ ରିମେଡି ପାଇଁ। ଏଇ ରିମେଡି କେଉଁ ଦିନ କରିବା, କେମିତି କରିବା, ବିଶେଷ ଭାବରେ କୋଉ ଦିନ ଆମେ ଏଇ ରିମେଡି କରିବା, ମୁଁ ଏଇ ଭିଡିଓର ଲାଷ୍ଟରେ ଆପଣଙ୍କୁ କହିବି। ଏବେ ଆପଣ ଧ୍ୟାନର ସହିତ ଶୁଣନ୍ତୁ ଏଇ ରିମେଡି ପାଇଁ ଆମକୁ କଣ ଆବଶ୍ୟକ। ଏଇ ରିମେଡି ପାଇଁ ଆମକୁ ଆବଶ୍ୟକ ଗୋଟିଏ ୟେଲୋ କଲରର ଏନଭଲପ, ଗୋଟିଏ ୟେଲୋ କଲରର ଏନଭଲପ, କିଛି ଡାଲଚିନି ଗୁଣ୍ଡ ଏବଂ ଆମର ଇଣ୍ଡିଆନ କରେନ୍ସି ନୋଟ, ଯୋଉ ନୋଟ ଆମର ଚଳୁଛି। ତ ଆମେ କଣ କରିବା ନା ଚେଷ୍ଟା କରନ୍ତୁ 500 ରୁପିଜ ନବା ପାଇଁ। ଅନ୍ୟ ପକ୍ଷରେ ଆମେ 500 ରୁପିଜ ନେଇପାରିବା, 200 ନେଇପାରିବା, 100 ନେଇପାରିବା, 50 ନେଇପାରିବା, 20 ନେଇପାରିବା, 10 ରୁପିଜ ମଧ୍ୟ ନେଇପାରିବା। କୌଣସି ବି କରେନ୍ସି ନୋଟ ସହିତ ଆମେ ଏଇ ରିଚୁଆଲ୍ସକୁ କରିପାରିବା। କିନ୍ତୁ ଚେଷ୍ଟା କରନ୍ତୁ ଫାର୍ଷ୍ଟ ଟାଇମ ଆପଣ 500ରେ ଷ୍ଟାର୍ଟ କରିବା ପାଇଁ। ତ ଆମେ କଣ କରିବା ନା ସେ ଗୋଟେ ୟେଲୋ କଲର ଏନଭଲପ ଆଣିଲେ, ସେ ୟେଲୋ କଲର ଏନଭଲପକୁ ଆମେ ପ୍ରଥମେ କଣ କରିବା, ଯଦି ମାନେ ସନଲାଇଟ ଆମେ ତାକୁ ଦେଇ ଦଉଛନ୍ତି, ସୂର୍ଯ୍ୟ କିରଣରେ କିଛି ସମୟ ଆମେ ରଖି ଦଉଛନ୍ତି, ବହୁତ ବଢିଆ। ଯଦି ପାଗ ମେଘୁଆ ଥାଏ ବା କରିପାରୁନାହାନ୍ତି ତେବେ ବି ଚଳିବ, କିନ୍ତୁ କରିବା ପୂର୍ବରୁ ଯଦି ଆମେ ସନଲାଇଟ ଦଉଛନ୍ତି ବହୁତ ଭଲ। କିଛି ଧୂପର ଧୂଆଁ ସେ ଏନଭଲପରେ ଦେଇ ଦିଅନ୍ତୁ। ତାପରେ କଣ କରନ୍ତୁ ନା ସେଇ 500 ରୁପିଜକୁ ଆପଣ ଏନଭଲପ ଭିତରେ ରଖନ୍ତୁ। ଏନଭଲପ ଭିତରେ ରଖିବା ପରେ କିଛି ଡାଲଚିନ ଗୁଣ୍ଡ ତା ଉପରେ ସିଞ୍ଚନ କରିଦିଅନ୍ତୁ ସେଇ ଏନଭଲପର ଭିତରେ। ୟାକୁ ସିଞ୍ଚନ କରିସାରିବା ପରେ ଆପଣ ସେ ଏନଭଲପକୁ ଆପଣଙ୍କ ଘରର କୌଣସି ଜାଗାରେ ବି ରଖିପାରିବେ। ଆପଣ ବିଜନେସ ପ୍ଲେସରେ ରଖିପାରିବେ, ଆପଣଙ୍କ ଘରର ଟ୍ରେଜେରୀରେ ରଖିପାରିବେ, କୌଣସି ଜାଗାରେ ରଖିପାରିବେ। କିନ୍ତୁ ଧ୍ୟାନ ଦେବେ ଏଭଳି ଏକ ଜାଗାରେ ଆମେ ରଖିବା ଯୋଉ ଜାଗାରେ ସେ ଏନଭଲପ ପାଖକୁ ଆମ ହାତ ବାର ବାର ନ ଯାଉ ବା ଆମ ହାତ ନ ବାଜୁ ସେଥିରେ। ସେ ତାର ସେ ଏନଭଲପ ଭିତରେ ରହୁଛନ୍ତି। ପରବର୍ତ୍ତୀ ସମୟରେ ଆମେ କଣ କରିବା ନା ପ୍ରତି ମାସରେ ଥରେ ହଉ ଦିଥର ହଉ ସେ ଏନଭଲପରେ ଆମେ ଆଉ କିଛି କରେନ୍ସି ନୋଟ ରଖୁଥିବା। ଥରେ ଦିଥର ହଉ ମିନିମମ୍, କିନ୍ତୁ ଆଉ ଥରେ କି ଦିଥର ପ୍ରତି ମାସରେ ଆପଣ ସେଇ ଏନଭଲପରେ କିଛି କିଛି ନୋଟ ରଖନ୍ତୁ। ତ ଏବେ ପ୍ରଶ୍ନ ଆସିବ, ଆମେ ଯେତେବେଳେ ସବୁ ମାସରେ ଥରେ ଦିଥର ତା ଭିତରେ ଏନଭଲପରେ ଆମେ ପଇସା ରଖୁଛନ୍ତି, ସେ ଏନଭଲପ ଧୀରେ ଧୀରେ ପୁରିଯିବ, ତାପରେ ଆମେ କଣ କରିବା। ମୁଁ ଏଠି ଆପଣଙ୍କୁ ପୁଣି କ୍ଲିୟର କରିବା ପାଇଁ ଚାହେଁ, ସେ ଏନଭଲପ ଫୁଲ ହଉ ବା ପ୍ରତି ମାସରେ ଆମେ ଥରେ ଦିଥର ଯୋଉ ରଖୁଛନ୍ତି, ଆମର ଯେତେବେଳେ ଆବଶ୍ୟକ ପଡିବ ବା ଆମେ ଇଚ୍ଛା କଲେ ସେ ଏନଭଲପରୁ ଆମେ ସେ ନୋଟ ନେଇକି ଆମେ ଖର୍ଚ୍ଚ କରିପାରିବା। ଆମେ କୌଣସି ଜାଗାରେ ବିନିଯୋଗ ବି କରିପାରିବା। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଆମେ ସେଇ ଏନଭଲପରେ କିଛି ନା କିଛି ପଇସା ରଖୁଥିବା। ତ ଧ୍ୟାନ ଦଉଥିବା ସେ ଏନଭଲପ ସମ୍ପୂର୍ଣ୍ଣ ଖାଲି ନ ହଉ। ଅତି କମରେ ଗୋଟିଏ ନୋଟ ତା ଭିତରେ ସବୁବେଳେ ଯେମିତି ରହୁଥିବ।
ये होची आम पाए एक स्वतंत्र रिचुअल्स बा एक स्पेशल रिमेडी। तो एबे आमे जानिमा एई रिचुअल्स को आमे केबे करिबा। प्रति गुरुवार बा शुक्रवार कौनसी भी समय रे आमे एई रिचुअल्स को अति खुशीर सहित आग्रहर सहित करिबा। देखंतु ଏହା ଆମ ଜୀବନ ସଞ୍ଚୟ ପ୍ରକ୍ରିୟା ଉପରେ ଏକ ପ୍ରଭାବ ବିସ୍ତାର କରିବ। ତ ପୁଣି ମନରେ ପ୍ରଶ୍ନ ଆସେ, ଯଦି କେବେ ସେ ଏନଭଲପ ଚିରିଯାଏ, ଫାଟିଯାଏ, କିଛି ନଷ୍ଟ ହେଇଯାଏ, ତ ଏଇ ରିଚୁଆଲ୍ସ କୁ ପୁନର୍ବାର କୌଣସି ଗୁରୁବାର ବା ଶୁକ୍ରବାର ଆପଣ ଆଉ ଥରେ କରିନିଅନ୍ତୁ। ଏହା ଆମ ଜୀବନ ପଇସାକୁ ସଞ୍ଚୟ କରିବା ଦିଗରେ ଆମକୁ ଏକ ୟୁନିଭର୍ସାଲ ସପୋର୍ଟ ଦେଇଥାଏ, ଏକ କସ୍ମିକ ସପୋର୍ଟ ଦେଇଥାଏ। ବହୁତ ବହୁତ ଧନ୍ୟବାଦ। ଭାବୁଛି ଏଇ ରିଚୁଆଲ୍ସ ବା ଏଇ ପ୍ରକ୍ରିୟା ଆପଣ ମାନଙ୍କୁ ଯଦି ଭଲ ଲାଗିଛି ବା ଆପଣ ମାନେ ଯେତେବେଳେ କରୁଛନ୍ତି ନିଜ ଜୀବନରେ ଯାହା ବି ପ୍ରଭାବ ଆପଣଙ୍କର ଆସୁଛି ଆପଣ ଆମକୁ କମେଣ୍ଟସ ଜରିଆରେ ଜଣାଇ ପାରିବେ। ତ ଯଦି ଆପଣଙ୍କୁ ଆଜିର ଭିଡିଓ ଭଲ ଲାଗୁଥାଏ ତାହେଲେ ନିଶ୍ଚିତ ଭାବରେ ଆପଣ କିଛି ନା କିଛି କମେଣ୍ଟ କରନ୍ତୁ, ଆପଣ ଲାଇକ୍ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ବିଶ୍ୱ ଶକ୍ତି। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ନମସ୍କାର।